Good morning, students. Today we shall read SCB2 of the topic Tilka Maji of lesson 4 of your English reader book. ମୁଁ ବର୍ତ୍ତମାନ SCB2 ଟାକୁ ରିଡିଂ କରି ପଢୁଛି ମନ ଦେଇ ଶୁଣ. The Santals, as you know, are freedom loving people. In those days, they lived in a free life without any outside control. They cleared the forests, prepared fields, and grew different kinds of crops. The king had little control over them. Once or twice a year, they had to help the king when there was a war. But after the Palasi battle, the British became the rulers of Bengal, Bihar, and Odisha. The king of Bhagalpur came under the control of the British. The British wanted to collect more money. They asked the king of Bhagalpur for more money. The king in turn appointed outsiders to collect rent from the tribals. Some tribal villages were given as pottage by some landlords. The landlords asked the Santals to pay more taxes and often took away their property and lands. Tilka did not like this. He asked the Santals not to pay taxes. The Santals became a real problem for the government. To bring the Santals under control, a new collector was appointed in Bhagalpur. His name was Clearland. In different ways, he tried to bring the Santals under control. He appointed soldiers from other tribes to fight against the Santals. Tilka could not bear this. He was looking for a chance to kill Clearland. ଏବେ ଆମେ SGB2ରେ ଥିବା କଷ୍ଟ ଶବ୍ଦ ଗୁଡ଼ିକର ଅର୍ଥ ଜାଣିବା. ଫ୍ରିଡମ୍ ଲଭିଂ ସ୍ୱାଧୀନତା ପ୍ରେମୀ, ପ୍ରିପେୟାର୍ଡ ପ୍ରସ୍ତୁତ କଲେ, କ୍ରପ୍ସ ଶସ୍ୟ, ବିୟର ସହ୍ୟ କରିବା, ଆପଏଣ୍ଟେଡ୍ ନିଯୁକ୍ତ କଲେ, ପ୍ରପର୍ଟି ସମ୍ପତ୍ତି, ପ୍ରୋବ୍ଲେମ୍ ସମସ୍ୟା, ଲୁକ୍ ଫର୍ ଖୋଜିବା. ଏବେ ଆମେ SCB2ରେ ଥିବା ବାକ୍ୟ ଗୁଡ଼ିକର ଅର୍ଥ ଜାଣିବା. ଦ ସାନ୍ତାଲ୍ସ ଆଜ୍ ୟୁ ନୋ ଆର୍ ଫ୍ରିଡମ୍ ଲଭିଂ ପିପୁଲ୍. ତୁମେ ଜାଣିଛ ସାନ୍ତାଳମାନେ ସ୍ୱାଧୀନ ଜୀବନଯାପନକୁ ଭଲ ପାଉଥିଲେ. ଇନ୍ ଦୋଜ୍ ଡେଜ୍ ଦେ ଲିଭ୍ଡ ଏ ଫ୍ରି ଲାଇଫ୍ ୱିଦାଉଟ୍ ଏନି ଆଉଟସାଇଡ୍ କଣ୍ଟ୍ରୋଲ. ସେ ସମୟରେ ସେମାନେ ବାହ୍ୟ କଟକଣାରୁ ମୁକ୍ତ ହୋଇ ସ୍ୱାଧୀନ ଜୀବନଯାପନ କରୁଥିଲେ. ଦେ କ୍ଲିୟର୍ଡ ଦି ଫରେଷ୍ଟ୍ସ, ପ୍ରିପେୟାର୍ଡ ଫିଲ୍ଡସ୍ ଆଣ୍ଡ ଗ୍ରିଉ ଡିଫରେଣ୍ଟ କାଇଣ୍ଡସ୍ ଅଫ୍ କ୍ରପ୍ସ. ସେମାନେ ଜଙ୍ଗଲ ସଫା କରି କ୍ଷେତ ପ୍ରସ୍ତୁତ କରୁଥିଲେ ଏବଂ ସେଥିରେ ବିଭିନ୍ନ ଶସ୍ୟ ଉତ୍ପାଦନ କରୁଥିଲେ. ଦ କିଙ୍ଗ ହାଡ୍ ଲିଟିଲ୍ କଣ୍ଟ୍ରୋଲ ଓଭର ଦେମ୍. ରାଜାଙ୍କର ସେମାନଙ୍କ ଉପରେ ଆଦୌ ନିୟନ୍ତ୍ରଣ ନଥିଲା. ୱାନ୍ସ ଅର୍ ଟ୍ୱାଇସ୍ ଏ ଇୟର ଦେ ହାଡ୍ ଟୁ ହେଲ୍ପ ଦ କିଙ୍ଗ ହ୍ୱେନ୍ ଦେୟାର ୱାଜ୍ ଏ ୱାର୍. ବର୍ଷକୁ ଥରେ କିମ୍ବା ଦୁଇଥର ଯୁଦ୍ଧ ସମୟରେ ସେମାନଙ୍କୁ ରାଜାଙ୍କୁ ସାହାଯ୍ୟ କରିବାକୁ ପଡ଼ୁଥିଲା. ବଟ୍ ଆଫ୍ଟର ଦି ପଲାସି ବ୍ୟାଟଲ୍ ଦ ବ୍ରିଟିଶ ବିକେମ୍ ଦ ରୁଲର୍ସ ଅଫ୍ ବେଙ୍ଗଲ, ବିହାର ଆଣ୍ଡ ଓଡ଼ିଶା. କିନ୍ତୁ ପଲାସି ଯୁଦ୍ଧ ପରେ ଇଂରେଜମାନେ ବଙ୍ଗ, ବିହାର ଏବଂ ଓଡ଼ିଶାର ଶାସନକର୍ତ୍ତା ହୋଇଗଲେ. ଦ କିଙ୍ଗ ଅଫ୍ ଭାଗଲପୁର କେମ୍ ଅଣ୍ଡର ଦି କଣ୍ଟ୍ରୋଲ ଅଫ୍ ବ୍ରିଟିଶ. ଭାଗଲପୁରର ରାଜା ଇଂରେଜମାନଙ୍କ ଅଧୀନକୁ ଆସିଲେ. ଦ ବ୍ରିଟିଶ ୱାଣ୍ଟେଡ୍ ଟୁ କଲେକ୍ଟ ମୋର୍ ମନି. ବ୍ରିଟିଶମାନେ ଅଧିକ ଖଜଣା ବା ଟଙ୍କା ସଂଗ୍ରହ କରିବାକୁ ଇଚ୍ଛା କଲେ. ଦେ ଆସ୍କଡ୍ ଦ କିଙ୍ଗ ଅଫ୍ ଭାଗଲପୁର ଫର୍ ମୋର୍ ମନି. ସେମାନେ ଭାଗଲପୁରର ରାଜାଙ୍କୁ ଅଧିକ ଟଙ୍କା ଦେବାକୁ କହିଲେ. ଦ କିଙ୍ଗ ଇନ୍ ଟର୍ନ ଆପଏଣ୍ଟେଡ୍ ଆଉଟସାଇଡର୍ସ ଟୁ କଲେକ୍ଟ ରେଣ୍ଟ ଫ୍ରମ୍ ଦି ଟ୍ରାଇବାଲ୍ସ. ଫଳରେ ରାଜା ଆଦିବାସୀମାନଙ୍କଠାରୁ ଖଜଣା ବା କର ଆଦାୟ ନିମିତ୍ତ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତ କଲେ. ସମ୍ ଟ୍ରାଇବାଲ ଭିଲେଜେସ୍ ୱେର୍ ଗିଭିନ୍ ଆଜ୍ ପଟାଜ୍ ବାଇ ସମ୍ ଲ୍ୟାଣ୍ଡଲର୍ଡସ୍. କେତେକ ଆଦିବାସୀ ଗ୍ରାମକୁ ଜମିଦାରମାନଙ୍କ ଦ୍ୱାରା ପଟ୍ଟା ରୂପେ ପ୍ରଦାନ କରାଯାଇଥିଲା. ଦ ଲ୍ୟାଣ୍ଡଲର୍ଡସ୍ ଆସ୍କଡ୍ ଦ ସାନ୍ତାଲ୍ସ ଟୁ ପେ ମୋର୍ ଟ୍ୟାକ୍ସେସ୍ ଆଣ୍ଡ ଅଫନ୍ ଟୁକ୍ ଆୱେ ଦେୟାର ପ୍ରପର୍ଟି ଆଣ୍ଡ ଲ୍ୟାଣ୍ଡସ୍. ଜମିଦାରମାନେ ସାନ୍ତାଳମାନଙ୍କୁ ଅଧିକ କର ଦେବାକୁ ବାଧ୍ୟ କଲେ ଏବଂ କେତେକ ସ୍ଥଳେ ସେମାନଙ୍କଠାରୁ ସମ୍ପତ୍ତି ଓ ଜମିକୁ ଛଡ଼ାଇ ନେଉଥିଲେ. ତିଲକା ଡିଡ୍ ନଟ୍ ଲାଇକ୍ ଦିସ୍. ତିଲକାଙ୍କୁ ଏହା ଭଲ ଲାଗୁନଥିଲା. ହି ଆସ୍କଡ୍ ଦ ସାନ୍ତାଲ୍ସ
not to pay taxes, ସେ ସାନ୍ତାଳ ମାନଙ୍କୁ କର ନ ଦେବାକୁ କହିଲେ। The Santals became a real problem for the government. ସାନ୍ତାଳ ମାନେ ସରକାରଙ୍କ ପାଇଁ ଏକ ବାସ୍ତବ ସମସ୍ୟା ରୂପେ ଉଭା ହେଲେ। To bring the Santals under control, a new collector was appointed in ଭାଗଲପୁର। ସାନ୍ତାଳ ମାନଙ୍କୁ ନିୟନ୍ତ୍ରଣକୁ ଆଣିବା ନିମିତ୍ତ ଭାଗଲପୁରରେ ଏକ ନୂତନ କଲେକ୍ଟରଙ୍କୁ ନିଯୁକ୍ତ କରାଗଲା। His name was Clearland. ତାଙ୍କର ନାମ Clearland. In different ways, he tried to bring the Santals under control. ବିଭିନ୍ନ ଉପାୟରେ ସେ ସାନ୍ତାଳ ମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲେ। He appointed soldiers from other tribes to fight against Santals. ସେ ସାନ୍ତାଳ ମାନଙ୍କ ସହିତ ଯୁଦ୍ଧ କରିବାକୁ ଅନ୍ୟ ସମ୍ପ୍ରଦାୟରୁ ସୈନ୍ୟ ନିଯୁକ୍ତ କଲେ। ତିଲକା could not bear this. ତିଲକା ଏହା ସହ୍ୟ କରିପାରିଲେ ନାହିଁ। He was looking for a chance to kill Clearland. କ୍ଲିୟରଲ୍ୟାଣ୍ଡକୁ ହତ୍ୟା କରିବା ପାଇଁ ସେ ଗୋଟିଏ ସୁଯୋଗ ଅପେକ୍ଷାରେ ରହିଲେ। ପିଲାମାନେ ଏବେ ଆମେ SCB2ର କମ୍ପ୍ରିହେନ୍ସନ୍ କ୍ୱେଶ୍ଚିନ୍ସ ଆଣ୍ଡ ଆନ୍ସର୍ସ ଡିସ୍କସନ୍ କରିବା। ନମ୍ବର 1, ଦ ସାନ୍ତାଲ୍ସ ଆର୍ born free and hardly obey any control. Which sentences have this idea? ସାନ୍ତାଳ ମାନେ ମୁକ୍ତ ଭାବରେ ଜନ୍ମ ହୁଅନ୍ତି ଏବଂ କୌଣସି ପ୍ରକାର ନିୟନ୍ତ୍ରଣକୁ ମାନନ୍ତି ନାହିଁ। କେଉଁ ବାକ୍ୟରେ ଏହି ଧାରଣା ନିହିତ ଅଛି? ଆନ୍ସର, ସାନ୍ତାଲ୍ସ ଆର୍ freedom loving people. The king had little control over them. These two sentences have the idea that they are born free and hardly obey any control. Number 2, what did they do to get their bread? ସେମାନେ ତାଙ୍କର ଜୀବିକା ନିର୍ବାହ ପାଇଁ କ'ଣ କରୁଥିଲେ? They cleared the forest and prepared field and grew different kinds of crops. In this way, they earned their bread. Number 3, how did they help the king? ରାଜାଙ୍କୁ ସେମାନେ କିପରି ସାହାଯ୍ୟ କରୁଥିଲେ? Once or twice a year, if there was war, they helped the king in war. Number 4, who became the ruler of their land after the Palasi battle? ପଲାସି ଯୁଦ୍ଧ ପରେ ସେମାନଙ୍କ ଇଲାକାର କିଏ ଶାସକ ହେଲେ? After Palasi battle, the British became the ruler of their land. Number 5, what did the British want? ଇଂରେଜମାନେ କ'ଣ ଚାହୁଁଥିଲେ? The British wanted to collect more money. Number 6, what did the king do to collect rent from the tribals? ଆଦିବାସୀମାନଙ୍କ ଠାରୁ କର ବା ଖଜଣା ଆଦାୟ ନିମିତ୍ତ ରାଜା କ'ଣ କଲେ? The king appointed outsiders to collect rent from the tribals. He also gave some tribal villages as potas to some landlords. Number 7, what were given as potas to landlords? ଜମିଦାରମାନଙ୍କୁ ପଟ୍ଟା ରୂପେ କ'ଣ ଦିଆଯାଇଥିଲା? Some tribal villages were given as potas to landlords. Number 8, how did the landlords trouble the tribals? ଜମିଦାରମାନେ ଆଦିବାସୀମାନଙ୍କୁ କିଭଳି ହଇରାଣ କଲେ? The landlords demanded more taxes from the Santals and often took away their property and lands if they could not pay the taxes. Number 9, what did Tilka ask people not to do? ତିଲକା ଆଦିବାସୀମାନଙ୍କୁ କ'ଣ ନ କରିବାକୁ କହିଲେ? Tilka asked people not to pay taxes. Number 10, what did the government do to bring the Santals under control? ସରକାର ସାନ୍ତାଳମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ କ'ଣ କଲେ? The government appointed a new collector in Bhagalpur to bring the Santals under control. Number 11, who was Clearland? Clearland କିଏ? Clearland was the new collector appointed in Bhagalpur. Number 12, what did he do to bring the Santals under control? ସେ ସାନ୍ତାଳମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ କ'ଣ କଲେ? To bring the Santals under control, he appointed soldiers from other tribe to fight against them. Number 13, did Tilka like it? What was his plan? ତିଲକା ଏହାକୁ ପସନ୍ଦ କରୁଥିଲେ କି? ତାଙ୍କର ଯୋଜନା କ'ଣ ଥିଲା? Tilka did not like it. He was looking for a chance to kill Clearland. This is all about SCB2. Thank you.